ବଙ୍ଗବନ୍ଧୁ କଳିଙ୍ଗ ବିଷୟରେ କେତେ କହିଛନ୍ତି ପ୍ରଧାନ ସଭା ଦିନଠୁ ସେ ପୂର୍ବୋଦୟ କଥା କହିଛନ୍ତି ଯେଉଁ ବିକଶିତ ଭାରତ ଯେଉଁ 2047 ପରିକଳ୍ପନା ଅଛି ତା ଦେହରେ ପୂର୍ବୋଦୟ ବିଗତ ଦିନମାନଙ୍କରେ ଭାରତର ସାଂସ୍କୃତିକ ଆରମ୍ଭ କରି ସାମାଜିକ ରାଜନୈତିକ ସବୁର ପେଣ୍ଠସ୍ଥଳୀ ଥିଲା ଏବେ ଇଜି ହେବ ଭାରତ ବିକଶିତ ଭାରତ ହେବାରେ ସହାୟକ ସବୁ ରାଜ୍ୟ ପ୍ରାୟ ବିଜେପି ଶାସିତ ରାଜ୍ୟ ହେଇଛି କିନ୍ତୁ ସାର୍ ସମସ୍ତେ ଲାଗିଥିଲେ ଓଡ଼ିଶାର ଲୋକ ନିଶ୍ଚୟ ବେଙ୍ଗାଲୋର ବଡ଼ ଷ୍ଟେଟ୍ 4ଟା ଷ୍ଟେଟ୍ ଅଛି ବର୍ଡ଼ର ଷ୍ଟେଟ୍ ବେଙ୍ଗଲ ଗୋଟେ ଷ୍ଟେଟ୍ ବେଙ୍ଗଲ ନ୍ୟାଚୁରାଲ୍ ଆମର ରିଲେସନ୍ ଅଛି ଲକ୍ଷାଧିକ ଓଡ଼ିଆ ରହୁଛୁ ପାର୍ଟ ଅଫ୍ ଦ ମାନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ହଳଦିଆ ବନ୍ଦ ଅଛି ତେଣୁ ସମସ୍ତଙ୍କର ବ୍ୟକ୍ତିଗତ ସମ୍ପର୍କ ବନ୍ଧୁବାନ୍ଧବ ସମ୍ପର୍କ ସାମାଜିକ ଆଉ ରାଜନୈତିକ ସମ୍ପର୍କ ଅଛି ସ୍ୱାଭାବିକ ଭାବରେ ସମସ୍ତେ ଯାଇକି ନିଜ ତରଫରୁ ଉଦ୍ୟମ କରିଥିଲେ ସାର୍ ଉଭୟ ରାଜ୍ୟ ଭିତରେ ଯେଉଁ ବିବାଦ ଗୁଡ଼ିକ ରହିଛି ସେ ଭିତରେ ସାର୍ ପୂରଣ ହେବ ଯେମିତିକି ଆଳୁ ସମସ୍ୟା ବିବାଦ କିଛି ନାହିଁ ସେ ବିବାଦ ସେଇଟା କ'ଣ ଗୋଟେ ରାଜନୈତିକ ବିବାଦ ସେଇଟା ଜାଣିଶୁଣି କିଏ ହୀନମନ୍ୟତା କଲା ସେଇଟା ଗୋଟେ ବିବାଦ କିନ୍ତୁ ସାର୍ ଯେହେତୁ ଉଭୟ ରାଜ୍ୟ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ସରକାର କିନ୍ତୁ ଆମେ ଆଶା କରିବା ଯେ ସବୁ କିଛି ଠିକ୍ ହେବ ଭଲ ସମ୍ପର୍କ ରହିବ ଆମ ସମ୍ପର୍କ ଖରାପ ଅଛି ଅନ୍ୟ ଦଳ ଥିଲେ ବି ସମ୍ପର୍କ ଭଲ ଆମେ ରଖୁ କିଏ ଜଣେ ଅଧେ ଲୋକ ଟିକେ ଅତି ସେମାନେ ରଖିବାକୁ ସମ୍ପର୍କ ଚାହାନ୍ତି ଦୁଇ ଆଡ଼ୁ ସମ୍ପର୍କ ଭଲ ରହିବ